ଆଜିର ବ୍ଲଗଟା ଆମେ ଷ୍ଟାର୍ଟ କର୍ମା ଆମର ଦୋକାନ ପୂଜାରୁ କାହିଁକି ଆଜିକା ଦିୱାଲି ଥିଲା ତ ଦୋକାନ ପୂଜା ଆସି ଆମର ସବୁଥର ସବୁ ସାମାନ ଆଣି ସାରିଥିଲି ବାକି ଦେଖୁଛ ପୂଜା କଲା ବେଲେ ମୋର ମନେ ପଡୁଛି ଯେ ଆମ୍ ପତରଟା ଭୁଲି ଯାଇଛି ବେଲେ ମୋର ଭାଇକେ କହିଲି ଆମ୍ ପତରଟା ଆନବାର ଲାଗିଆ ତାପରେ ପୂଜା ହବ ଷ୍ଟାର୍ଟ କଲି। ପୂଜାଟା ସରିଲା ପରେ ସବୁ ଭୋଗ ଭୋଗା ତ ଆଣି ସାରିଥିଲୁ ନା ସବୁ ରେଡି ରୁଡା କରିକିନା ଆମେ ଭୋଗ ବାଣ୍ଟବାର ଲାଗି ପଳେଇ ଗଲୁ। ଭୋଗ ବଣ୍ଟା ସରିଲା ପରେ ତାପରେ ଆମେ ପଳେଇ ଆଇଲୁ ଘରକେ ଆସି ସାରିଲା ପରେ ଘରେ ତ ପୂଜାଟେ ଥିଲା ଆଉ ଆମର ସବୁ ବର୍ଷ ଏଇ ପୂଜାଟା ଆସି ଦିୱାଲି ଦିନ ବୋଲେ ସେ ପୂଜାରେ ସବେ ଆଟେଣ୍ଡ କରସନ୍। ସବୁ ଫ୍ୟାମିଲି ମେମ୍ବର ଆସି ସାରିଲା ପରେ ଆମର ପୂଜା ଷ୍ଟାର୍ଟ କଲୁ ଆଉ ଏଇଟା ଠିକ ପୂଜା ସରିଲା ବୋଲେ ଆମର କାକାର ପୁଅ ସାନ ଭାଇଟା ସେ ଦେଖୁଛ ତ ଲାଇଟର ଧରିକିନା ବୁଲୁଛେ। ଘରର ବି ସବୁ ପୂଜା ସରିଲା ପରେ ଆମେ ସବୁ ପ୍ରସାଦ ବଗେରା ବନାଲୁ ଆଉ ପ୍ରସାଦ ବନେଇକିନା ସବୁ ରେଡି କଲୁ ପ୍ରସାଦ ଦେବାର ଲାଗି। ଘରର ତ ସବୁ ପୂଜା ସରିଲା ପରେ 10 ବାଜିଥିଲା ତାପରେ ଷ୍ଟାର୍ଟ ହେଲା ମୋର ମଦ କା ଖେଲ। চালনা চিদে লাগি 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 তোমার দাদার গানা বোঝে দে চালনা চিদে লাগি 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 তোমার দাদার গানা বোঝে দে আমকে দেখি আমনুষ